ଶାନ୍ତି 20 ଡିସେମ୍ବର 2025 ପ୍ରାତଃ ମୁରଲି ବାବା କହୁଛନ୍ତି ମିଠେ ବଚ୍ଚେ ସତ୍ଗୁରୁ ତୁମମାନଙ୍କର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ ଆସିଛନ୍ତି। ତେଣୁ ତୁମର ଚରିତ୍ର ବହୁତ ରାଜକୀୟ ଅର୍ଥାତ୍ ଦିବ୍ୟ ହେବା ଦରକାର। ସତ୍ଗୁରୁ ତୁମମାନଙ୍କର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ ଆସିଛନ୍ତି। ତେଣୁ ତୁମର ଚରିତ୍ର ବହୁତ ରାଜକୀୟ ଅର୍ଥାତ୍ ଦିବ୍ୟ ହେବା ଦରକାର। ପ୍ରଶ୍ନ, ଡ୍ରାମାରେ କେଉଁ ପ୍ଲାନ୍ ଅର୍ଥାତ୍ ଯୋଜନା ପୂର୍ବ ନିର୍ଦ୍ଧାରିତ ଅଟେ? ସେଥିପାଇଁ କାହାକୁ ଦୋଷ ଦିଆଯାଇପାରିବ ନାହିଁ। ଡ୍ରାମାରେ କେଉଁ ପ୍ଲାନ୍ ଅର୍ଥାତ୍ ଯୋଜନା ପୂର୍ବ ନିର୍ଦ୍ଧାରିତ ଅଟେ? ସେଥିପାଇଁ କାହାକୁ ଦୋଷ ଦିଆଯାଇପାରିବ ନାହିଁ। ଉତ୍ତର, ଡ୍ରାମାରେ ଏହି ପୁରୁଣା ଦୁନିଆର ବିନାଶର ପ୍ଲାନ୍ ପୂର୍ବ ନିର୍ଦ୍ଧାରିତ ଅଟେ। ଏଥିରେ କାହାର ବି ଦୋଷ ନାହିଁ। ବର୍ତ୍ତମାନ ସମୟରେ ଏହାକୁ ବିନାଶ କରିବା ପାଇଁ ପ୍ରକୃତିକୁ ଖୁବ୍ ଜୋରରେ କ୍ରୋଧ ଆସିଯାଇଛି। ଚତୁର୍ଦିଗରେ ଭୂମିକମ୍ପ ହେବ, ଘର ସବୁ ଭାଙ୍ଗିଯିବ, ପ୍ରବଳ ବନ୍ୟା ଆସିବ, ମରୁଡ଼ି ପଡ଼ିବ। ସେଥିପାଇଁ ବାବା କହୁଛନ୍ତି ସନ୍ତାନମାନେ ଏବେ ଏହି ପୁରୁଣା ଦୁନିଆରୁ ନିଜର ବୁଦ୍ଧି ଯୋଗ ତୁଟାଇ ଦିଅ। ସତ୍ଗୁରୁଙ୍କର ଶ୍ରୀମତ ଅନୁସାରେ ଚାଲ। ଜୀବିତ ଅବସ୍ଥାରେ ଥାଇ ମଧ୍ୟ ନିଜର ଦୈହିକ ଚେତନାକୁ ଭୁଲି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାର ପୁରୁଷାର୍ଥ କରି ଚାଲ। ଗୀତ ହମେ ଉନ୍ ରାହୋं ପର ଚଲନା ହେ। ଓମ୍ ଶାନ୍ତି। କେଉଁ ରାସ୍ତାରେ ଚାଲିବାକୁ ହେବ? ଗୁରୁଙ୍କ ପ୍ରଦର୍ଶିତ ରାସ୍ତାରେ ଚାଲିବାକୁ ହେବ। ଇଏ କେଉଁ ଗୁରୁ ଅଟନ୍ତି? ଉଠିବା ବସିବା ସମୟରେ ମନୁଷ୍ୟମାନଙ୍କ ମୁଖରୁ ବାହାରୁଛି ବାହାଗୁରୁ। ଗୁରୁ ତ ଅନେକ ଅଛନ୍ତି, ବାହାଗୁରୁ କାହାକୁ କହିବା? କାହାର ମହିମା ଗାନ କରିବା? ଏକମାତ୍ର ବାବା ହିଁ ସତ୍ଗୁରୁ ଅଟନ୍ତି। ଭକ୍ତି ମାର୍ଗରେ ତ ଢେର ଗୁରୁ ରହିଛନ୍ତି। କିଏ କାହାର ମହିମା କରୁଛନ୍ତି। ପିଲାମାନଙ୍କ ବୁଦ୍ଧିରେ ଅଛି ସଚ୍ଚା ସତ୍ଗୁରୁ ହିଁ ସେହି ଏକ ଅଟନ୍ତି, ଯାହାଙ୍କର ହିଁ ବାହା କରାଯାଉଛି। ଯଦି ସଚ୍ଚା ସଦ୍ଗୁରୁ ଅଛନ୍ତି, ତେବେ ନିଶ୍ଚୟ ମିଛ ସଦ୍ଗୁରୁ ମଧ୍ୟ ଥିବେ। ସଚ୍ଚା ସତ୍ଗୁରୁ ସଙ୍ଗମରେ ହିଁ ଥାନ୍ତି। ଭକ୍ତି ମାର୍ଗରେ ମଧ୍ୟ ସତ୍ୟର ମହିମା ଗାନ କରିଥାନ୍ତି। ସର୍ବୋଚ୍ଚ ବାବା ହିଁ ସତ୍ୟ ଅଟନ୍ତି, ଯିଏ ମୁକ୍ତିଦାତା ଗାଇଡ୍ ମଧ୍ୟ ହୋଇଥାନ୍ତି। ଆଜିକାଲିର ଗୁରୁମାନେ ତ ଗଙ୍ଗା ସ୍ନାନ ପାଇଁ ଅଥବା ତୀର୍ଥକୁ ନେଇଯିବା ପାଇଁ ମଧ୍ୟ ଗାଇଡ୍ ହେଉଛନ୍ତି। ଏହି ସତ୍ଗୁରୁ ତ ଏପରି ନୁହନ୍ତି, ଯାହାଙ୍କୁ ସମସ୍ତେ ମନେ ପକାଉଛନ୍ତି। ହେ ପତିତ ପାବନ ଆସ। ପତିତ ପାବନ ସତ୍ଗୁରୁଙ୍କୁ ହିଁ କୁହାଯାଉଛି। ସେ ହିଁ ପବିତ୍ର କରାଇ ପାରିବେ। ଦୁନିଆର ଗୁରୁମାନେ ତ ପବିତ୍ର କରାଇ ପାରିବେ ନାହିଁ। ସେମାନେ ଏପରି କେବେ କହିବେ ନାହିଁ ଯେ କେବଳ ମୋତେ ମନେ ପକାଅ। ଯଦିଓ ଗୀତା ପଢ଼ୁଛନ୍ତି, କିନ୍ତୁ ଅର୍ଥ କିଛି ଜାଣିନାହାନ୍ତି। ଯଦି ସଦ୍ଗୁରୁ ଏକ ବୋଲି ଜାଣିଥାନ୍ତେ, ତେବେ ନିଜେ ଗୁରୁ ବୋଲାଇ ନଥାନ୍ତେ। ଡ୍ରାମା ଅନୁସାରେ ଭକ୍ତି ମାର୍ଗର ବିଭାଗ ହିଁ ଅଲଗା ରହିଛି। ଯେଉଁଠି ଅନେକ ଗୁରୁ ଅନେକ ଭକ୍ତ ଅଛନ୍ତି, ଇଏ ତ ଏକ ଅଟନ୍ତି। ପୁଣି ଏହି ଦେବୀ ଦେବତାମାନେ ପ୍ରଥମ ନମ୍ବରରେ ଆସିଥାନ୍ତି। ଏବେ ଚକ୍ରର ଅନ୍ତିମ ଭାଗରେ ଅଛନ୍ତି। ବାବା ଆସି ଏମାନଙ୍କୁ ସତ୍ୟ ଯୁଗର ବାଦଶାହୀ ଦେଉଛନ୍ତି। ତେବେ ଅନ୍ୟ ସମସ୍ତଙ୍କୁ ସ୍ୱତଃ ଘରକୁ ଫେରି ଯିବାକୁ ହେବ। ସେଥିପାଇଁ ସମସ୍ତଙ୍କର ସଦ୍ଗତି ଦାତା ଏକ ବୋଲି କୁହାଯାଉଛି। ତୁମେ ଜାଣିଛ କଳ୍ପ ସଙ୍ଗମରେ ହିଁ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଥାଏ। ତୁମେ ପୁରୁଷୋତ୍ତମ ହେଉଛ, ବାକି ଅନ୍ୟ କୌଣସି କାମ କରୁନାହଁ। ଗାୟନ ମଧ୍ୟ କରାଯାଏ ଗତି ସଦ୍ଗତି ଦାତା ଏକ ଅଟନ୍ତି। ଏହା ବାବାଙ୍କର ହିଁ ମହିମା ଅଟେ। ଗତି ସଦ୍ଗତି ସଙ୍ଗମରେ ହିଁ ମିଳିଥାଏ। ସତ୍ୟ ଯୁଗରେ ତ ଗୋଟିଏ ଧର୍ମ ରହିବ, ଏହା ମଧ୍ୟ ବୁଝିବାର କଥା ଅଟେ ନା। କିନ୍ତୁ ଏହି ବୁଦ୍ଧି କିଏ ଦେବ? ତୁମେ ଜାଣିଛ ବାବା ହିଁ ଆସି ଉପାୟ ବତାଉଛନ୍ତି। ଶ୍ରୀମତ କାହାକୁ ଦେଉଛନ୍ତି? ଆତ୍ମାମାନଙ୍କୁ। ସେ ପିତା, ସତ୍ଗୁରୁ, ଶିକ୍ଷକ ମଧ୍ୟ ଅଟନ୍ତି। ଜ୍ଞାନ ଶିଖାଉଛନ୍ତି ନା।
ବାକି ଅନ୍ୟ ଗୁରୁମାନେ ଭକ୍ତି ହିଁ ଶିଖାଉଛନ୍ତି। ବାବାଙ୍କ ଜ୍ଞାନ ଦ୍ୱାରା ତୁମର ସଦ୍ଗତି ହେଉଛି। ପୁଣି ଏହି ପୁରୁଣା ଦୁନିଆରୁ ଚାଲି ଯାଉଛ। ତୁମର ଏହା ବେହଦର ସନ୍ନ୍ୟାସ ମଧ୍ୟ ଅଟେ। ବାବା ବୁଝାଉଛନ୍ତି, ଏବେ ତୁମର 84 ଜନ୍ମର ଚକ୍ର ଶେଷ ହୋଇଛି। ଏବେ ଏହି ଦୁନିଆ ବିନାଶ ହୋଇଯିବ। ଯେପରି କୌଣସି ଗୁରୁତର ରୋଗୀ ହୋଇଥିଲେ କହନ୍ତି, ବର୍ତ୍ତମାନ ଇଏ ତ ଚାଲିଯିବା ଉପରେ, ତାଙ୍କୁ କ'ଣ ମନେ ପକାଇବା? ଶରୀର ତ ବିନାଶ ହୋଇଯିବ, ବାକି ଆତ୍ମା ଯାଇ ଅନ୍ୟ ଶରୀର ନେଇଥାଏ। ଆଶା ତୁଟି ଯାଇଥାଏ। କଲିକତାରେ ତ ଯେତେବେଳେ ଦେଖନ୍ତି ଆଉ କୌଣସି ଆଶା ନାହିଁ, ତେବେ ପ୍ରାଣ ଚାଲିଯିବା ପାଇଁ ଗଙ୍ଗାରେ ନେଇ ବୁଡ଼ାଇଥାନ୍ତି। ମୂର୍ତ୍ତିମାନଙ୍କର ପୂଜା କରି ପୁଣି ତାକୁ କହନ୍ତି ବୁଡ଼ିଯା ବୁଡ଼ିଯା। ଏବେ ତୁମେ ଜାଣୁଛ ଏହି ସମଗ୍ର ପୁରୁଣା ଦୁନିଆକୁ ବୁଡ଼ିବାର ଅଛି। ବନ୍ୟା ହେବ, ନିଆଁ ଲାଗିବ, ଭୋକରେ ମନୁଷ୍ୟ ମରିବେ, ଏହିସବୁ ପରିସ୍ଥିତି ଆସିବ। ଭୂମିକମ୍ପରେ ଘର ଆଦି ଭାଙ୍ଗିଯିବ। ବର୍ତ୍ତମାନ ପ୍ରକୃତି କ୍ରୋଧାନ୍ୱିତ ହୋଇଛି, ତେଣୁ ସବୁ କିଛି ନଷ୍ଟ କରି ଦେଉଛି। ଏହି ସବୁ ପରିସ୍ଥିତି ସାରା ଦୁନିଆ ପାଇଁ ଆସିବ। ଅନେକ ପ୍ରକାରର ମୃତ୍ୟୁ ଆସିଯାଉଛି। ବମ୍ରେ ମଧ୍ୟ ବିଷ ଭରା ଯାଇଛି। ଟିକିଏ ବାସ୍ନାରେ ବେହୁଶ ହୋଇଯିବେ। ଏହା ତୁମେ ସନ୍ତାନମାନେ ଜାଣିଛ ଯେ କ'ଣ କ'ଣ ସବୁ ହେବ। ଏସବୁ କିଏ କରାଉଛନ୍ତି? ବାବା ତ କରାଉନାହାନ୍ତି। ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। କାହାକୁ ବି ଦୋଷ ଦିଆଯାଇପାରିବ ନାହିଁ। ଏହା ଡ୍ରାମାର ପୂର୍ବ ନିର୍ଦ୍ଧାରିତ ଯୋଜନା ଅଟେ। ପୁରୁଣା ଦୁନିଆ ପୁଣି ନିଶ୍ଚୟ ନୂଆ ହେବ। ପ୍ରାକୃତିକ ବିପର୍ଯ୍ୟୟ ଆସିବ। ବିନାଶ ନିଶ୍ଚୟ ହେବ। ଏହି ପୁରୁଣା ଦୁନିଆରୁ ବୁଦ୍ଧିର ଯୋଗ ହଟାଇ ଦେବା, ଏହାକୁ ହିଁ ବେହଦର ସନ୍ନ୍ୟାସ କୁହାଯାଉଛି। ଏବେ ତୁମେ କହୁଛ, ବାହା ସତ୍‌ଗୁରୁ ବାହା, ଯିଏକି ଆମକୁ ଏହି ରାସ୍ତା ବତାଇଛନ୍ତି। ପିଲାମାନଙ୍କୁ ମଧ୍ୟ ବୁଝାଉଛନ୍ତି ଯେ ଏପରି କର୍ମ କର ନାହିଁ, ଯାହାଦ୍ୱାରା ବାବାଙ୍କର ନିନ୍ଦା ହେବ। ତୁମେ ଏଠାରେ ଜୀବିତ ଅବସ୍ଥାରେ ଥାଇ ମରିବାର ଅଭ୍ୟାସ କରୁଛ। ଦେହକୁ ଭୁଲି ନିଜକୁ ଆତ୍ମା ଭାବୁଛ। ଦେହରୁ ଅଲଗା ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ଏହା ତ ବହୁତ ଭଲ କଥା କହୁଛନ୍ତି ଯେ ବାହା ସତ୍‌ଗୁରୁ ବାହା। ପାରଲୌକିକ ସତ୍‌ଗୁରୁଙ୍କର ହିଁ ବାହା ବାହା ହେଉଛି। ଲୌକିକ ଗୁରୁ ତ ଢେର ଅଛନ୍ତି। ସତ୍ୟ ସତ୍ୟ ସତ୍‌ଗୁରୁ ତ ଜଣେ ଅଟନ୍ତି, ଯାହାଙ୍କର ପୁଣି ଭକ୍ତି ମାର୍ଗରେ ମଧ୍ୟ ନାମର ଗାୟନ ହେଉଛି। ସାରା ସୃଷ୍ଟିର ପିତା ତ ଜଣେ ଅଟନ୍ତି। ନୂଆ ସୃଷ୍ଟିର ସ୍ଥାପନା କିପରି ହେଉଛି, ଏକଥା ମଧ୍ୟ କାହାକୁ ଜଣା ନାହିଁ। ଶାସ୍ତ୍ରରେ ତ ଦେଖାଉଛନ୍ତି ପ୍ରଳୟ ହୋଇଗଲା, ପୁଣି ଅଶ୍ୱତ୍ଥ ପତ୍ରରେ ଶ୍ରୀକୃଷ୍ଣ ଭାସି ଭାସି ଆସିଲେ। ଏବେ ତୁମେ ଜାଣୁଛ ଅଶ୍ୱତ୍ଥ ପତ୍ର ଉପରେ ଶିଶୁ କିପରି ଆସିବେ। ଶ୍ରୀକୃଷ୍ଣଙ୍କର ମହିମା କରିବା ଦ୍ୱାରା କିଛି ଫାଇଦା ହେବ ନାହିଁ। ତୁମକୁ ଏବେ ଆରୋହଣ କଳାକୁ ନେଇଯିବା ପାଇଁ ସତ୍‌ଗୁରୁ ମିଳିଛନ୍ତି। କୁହାଯାଏ ନା, ଚଢ଼ତି କଲା ତେରେ ଭାନେ ସର୍ବକା ଭଲା। ଅର୍ଥାତ୍ ଯେତେବେଳେ ତୁମର ଉନ୍ନତି ହେବାର ସମୟ ଆସେ, ସେତେବେଳେ ସମସ୍ତଙ୍କର କଲ୍ୟାଣ ହୁଏ। ତେଣୁ ଆତ୍ମିକ ପିତା ଆତ୍ମାମାନଙ୍କୁ ବସି ବୁଝାଉଛନ୍ତି। 84 ଜନ୍ମ ମଧ୍ୟ ଆତ୍ମା ହିଁ ନେଇଛି। ପ୍ରତ୍ୟେକ ଜନ୍ମରେ ଭିନ୍ନ ଭିନ୍ନ ନାମ ରୂପ ହୋଇଯାଉଛି। ଏପରି କୁହାଯିବ ନାହିଁ ଯେ ଅମୁକ 84 ଜନ୍ମ ନେଇଛି। ନା, ଆତ୍ମା ହିଁ 84 ଜନ୍ମ ନେଉଛି। ଶରୀର ତ ବଦଳି ବଦଳି ଯାଉଛି। ତୁମ ବୁଦ୍ଧିରେ ଏହି ସବୁ କଥା ରହିଛି। ସମସ୍ତ ଜ୍ଞାନ ବୁଦ୍ଧିରେ ରହିବା ଦରକାର। ଯେ କେହି ବି ଆସିଲେ ତାଙ୍କୁ ବୁଝାଅ ଯେ ଆଦିରେ ଦେବୀ ଦେବତାଙ୍କର ରାଜ୍ୟ ଥିଲା, ପୁଣି ମଧ୍ୟରେ ରାବଣର ରାଜ୍ୟ ହେଲା। ସିଡ଼ି ଓହ୍ଲାଇ ଚାଲିଲେ। ସତ୍ୟ ଯୁଗରେ ତୁମକୁ ସତ୍ତ୍ୱ ପ୍ରଧାନ କୁହାଯିବ। ପୁଣି ସତ୍ତ୍ୱ ରଜୋ ତମକୁ ଓହ୍ଲାଉଛ। ଚକ୍ର ଘୂରି ଚାଲିଛି। କେହି କେହି କହୁଛନ୍ତି, ବାବାଙ୍କର କ'ଣ ଦରକାର ଥିଲା, ଯାହାକି ଆମକୁ 84 ଜନ୍ମର ଚକ୍ରରେ ଆଣିଲେ। କିନ୍ତୁ ଏହି ସୃଷ୍ଟି ଚକ୍ର ତ ଅନାଦି ପ୍ରସ୍ତୁତ ଅଟେ। ଏହାର ଆଦି ମଧ୍ୟ ଅନ୍ତକୁ ଜାଣିବାକୁ ହେବ। ମନୁଷ୍ୟ ହୋଇ ଯଦି ନ ଜାଣିଲେ ତେବେ ନାସ୍ତିକ ଅଟନ୍ତି। ଏହି ଜ୍ଞାନକୁ ଜାଣିବା ଦ୍ୱାରା ତୁମକୁ କେତେ ଶ୍ରେଷ୍ଠ ପଦ ମିଳୁଛି। ଏହି ପାଠପଢ଼ା କେତେ ଶ୍ରେଷ୍ଠ ଅଟେ। ବଡ଼ ପରୀକ୍ଷାରେ ପାସ୍ କରିଥିବା ଛାତ୍ର ମନରେ ଖୁସି ରହିଥାଏ ଯେ ମୁଁ ବଡ଼ରୁ ବଡ଼ ପଦ ପାଇବି।
ତୁମେ ଜାଣିଛ ଏହି ଲକ୍ଷ୍ମୀ ନାରାୟଣ ପୂର୍ବ ଜନ୍ମରେ ଶିକ୍ଷା ଲାଭ କରି ମନୁଷ୍ୟରୁ ଦେବତା ହୋଇଛନ୍ତି। ଏହି ପାଠପଢ଼ା ଦ୍ୱାରା ଏହି ରାଜଧାନୀ ସ୍ଥାପନ ହେଉଛି। ପାଠପଢ଼ା ଦ୍ୱାରା କେତେ ଶ୍ରେଷ୍ଠ ପଦ ମିଳୁଛି। ଆଶ୍ଚର୍ଯ୍ୟର କଥା ଅଟେ ନା? ଏତେ ବଡ଼ ବଡ଼ ମନ୍ଦିର ଯେଉଁମାନେ ତିଆରି କରୁଛନ୍ତି ଅଥବା ଯେଉଁମାନେ ବଡ଼ ବଡ଼ ବିଦ୍ୱାନ ରହିଛନ୍ତି ସେମାନଙ୍କୁ ପଚାର ଯେ ସତ୍ୟଯୁଗ ଆଦିରେ ଏହି ଦେବତାମାନେ କିପରି ଜନ୍ମ ନେଲେ, ତ କହିପାରିବେ ନାହିଁ। ତୁମେ ଜାଣିଛ ଏହା ତ ଗୀତାରେ ବର୍ଣ୍ଣିତ ରାଜଯୋଗ ଅଟେ। ଗୀତା ତ ପଢ଼ୁଛନ୍ତି କିନ୍ତୁ ଏହାଦ୍ୱାରା ଫାଇଦା କିଛି ନାହିଁ। ଏବେ ତୁମକୁ ବାବା ଆସି ଶୁଣାଉଛନ୍ତି। ତୁମେ କହୁଛ ବାବା ଆମେ ଆପଣଙ୍କ ସହିତ 5000 ବର୍ଷ ପୂର୍ବରୁ ମଧ୍ୟ ମିଶିଥିଲୁ। କାହିଁକି ମିଶିଥିଲ? ସ୍ୱର୍ଗର ସମ୍ପତ୍ତି ନେବା ପାଇଁ, ଲକ୍ଷ୍ମୀ ନାରାୟଣ ହେବା ପାଇଁ। କେହି ବି ଛୋଟ ବଡ଼ ବୁଢ଼ା ଇତ୍ୟାଦି ମଧୁବନକୁ ଆସିଲେ ଏକଥା ନିଶ୍ଚୟ ଜାଣିକରି ଆସୁଛନ୍ତି ଯେ ଏହା ହିଁ ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ। ଏହା ସତ୍ୟ ନାରାୟଣଙ୍କର ସତ୍ୟ କଥା ଅଟେ ନା? ଏକଥା ମଧ୍ୟ ତୁମେ ଜାଣିଛ ରାଜତ୍ୱ ସ୍ଥାପନ ହେଉଛି। ଯିଏ ଭଲ ଭାବରେ ବୁଝି ଯାଉଛନ୍ତି ତାଙ୍କୁ ଆନ୍ତରିକ ଖୁସି ମିଳୁଛି। ବାବା ପଚାରୁଛନ୍ତି ରାଜତ୍ୱ ନେବା ପାଇଁ ସାହସ ଅଛି ତ? କହୁଛନ୍ତି ବାବା କାହିଁକି ନୁହେଁ, ଆମେ ନରରୁ ନାରାୟଣ ହେବା ପାଇଁ ତ ପାଠ ପଢ଼ୁଛୁ। ଏତେ ସମୟ ଆମେ ନିଜକୁ ଦେହ ଭାବି ଚାଲିଥିଲୁ। ଏବେ ବାବା ଆମକୁ ସଠିକ୍ ରାସ୍ତା ବତାଇଛନ୍ତି। ଦେହୀ ଅଭିମାନୀ ହେବାରେ ମେହନତ ଲାଗୁଛି। ବାରମ୍ବାର ନିଜର ନାମ ରୂପର ସ୍ମୃତି ଆସିଯାଉଛି। ବାବା କହୁଛନ୍ତି ଏହି ନାମ ରୂପଠାରୁ ନ୍ୟାରା ହେବାକୁ ପଡ଼ିବ। ତେବେ ଆତ୍ମା ମଧ୍ୟ ନାମ ଅଟେ ନା? ବାବା ହେଉଛନ୍ତି ସର୍ବୋଚ୍ଚ ପରମ ପିତା। ଲୌକିକ ପିତାଙ୍କୁ ତ ପରମ ପିତା କୁହାଯିବ ନାହିଁ। ପରମ ଅକ୍ଷର ଏକମାତ୍ର ବାବାଙ୍କୁ ଦିଆଯାଇଛି। ବାହାଗୁରୁ ମଧ୍ୟ ତାଙ୍କୁ କହୁଛନ୍ତି। ତୁମେ ଶିଖମାନଙ୍କୁ ମଧ୍ୟ ବୁଝାଇ ପାରିବ। ଗ୍ରନ୍ଥ ସାହେବ ଶିଖ ଧର୍ମଶାସ୍ତ୍ରରେ ତ ଏସବୁର ପୁରା ବର୍ଣ୍ଣନା ରହିଛି। ଅନ୍ୟ କୌଣସି ଶାସ୍ତ୍ରରେ ଏତେ ବର୍ଣ୍ଣନା କରାଯାଇ ନାହିଁ ଯେତେ ଗୁରୁ ଗ୍ରନ୍ଥ ସାହେବ ଏବଂ ଜପ ସାହେବ ସୁଖମଣିରେ ଅଛି। ଏହି ଶାସ୍ତ୍ର ଦୁଇଟିରେ ବହୁତ ଶ୍ରେଷ୍ଠ କଥା ରହିଛି। ବାବା କହୁଛନ୍ତି ସାହେବଙ୍କୁ ୟାଦ କଲେ ତୁମକୁ 21 ଜନ୍ମ ପାଇଁ ସୁଖ ମିଳିବ। ଏଥିରେ ସଂଶୟର ତ କୌଣସି କଥା ହିଁ ନାହିଁ। ବାବା ବହୁତ ସହଜ କରି ବୁଝାଉଛନ୍ତି। କେତେ ହିନ୍ଦୁ ଧର୍ମାନ୍ତରିତ ହୋଇ ଶିଖ ହୋଇ ଯାଇଛନ୍ତି। ତୁମେ ମନୁଷ୍ୟମାନଙ୍କୁ ରାସ୍ତା ବତାଇବା ପାଇଁ କେତେ ଚିତ୍ର ଆଦି ତିଆରି କରିଛ। ଏକଥା କେତେ ସହଜରେ ବୁଝାଇ ପାରିବ। ତୁମେ ଆତ୍ମା ଅଟ, ପୁଣି ଭିନ୍ନ ଭିନ୍ନ ଧର୍ମରେ ଅଭିନୟ କରି ଆସିଛ। ଏହି ଦୁନିଆ ଭିନ୍ନ ଭିନ୍ନ ଧର୍ମର ବୃକ୍ଷ ଅଟେ। ଅନ୍ୟ କାହାକୁ ଏହା ଜଣା ନାହିଁ ଯେ ଯୀଶୁଖ୍ରୀଷ୍ଟ କିପରି ଆସୁଛନ୍ତି। ବାବା ବୁଝାଇଥିଲେ ନୂଆ ଆତ୍ମା କୌଣସି କର୍ମ ଭୋଗ ଭୋଗିବେ ନାହିଁ। ଖ୍ରୀଷ୍ଟଙ୍କର ଆତ୍ମା କୌଣସି ବିକର୍ମ କରିନାହିଁ ଯାହା ଫଳରେ ଦଣ୍ଡ ମିଳିବ। ସେ ତ ସତ୍ୱପ୍ରଧାନ ଆତ୍ମା ଉପରୁ ଆସୁଛନ୍ତି। ଯାହାଙ୍କ ଶରୀରରେ ଆସି ପ୍ରବେଶ କରୁଛନ୍ତି ତାଙ୍କୁ କ୍ରସରେ ଚଢ଼ାଉଛନ୍ତି, ଖ୍ରୀଷ୍ଟଙ୍କୁ ନୁହେଁ। ସେ ତ ପୁଣି ଅନ୍ୟ ଜନ୍ମ ନେଇ ଉଚ୍ଚ ପଦ ପାଉଛନ୍ତି। ପୋପଙ୍କର ଚିତ୍ର ମଧ୍ୟ ରହିଛି। ବର୍ତ୍ତମାନ ସମୟରେ ସାରା ଦୁନିଆ ମୂଲ୍ୟହୀନ ହୋଇଯାଇଛି। ତୁମେ ମଧ୍ୟ ମୂଲ୍ୟହୀନ ଥିଲ, ଏବେ ତୁମେ ମୂଲ୍ୟବାନ ହେଉଛ। ଏପରି ନୁହେଁ ଯେ ସେମାନଙ୍କର ଉତ୍ତରାଧିକାରୀମାନେ ତାଙ୍କ ପରେ ସମ୍ପତ୍ତି ଭୋଗ କରିବେ, କେବେ ବି ନୁହେଁ। ତୁମେ ନିଜର ହାତ ଭରପୁର କରି ଯାଉଛ, ବାକି ସବୁ ହାତ ଖାଲି କରି ଯିବେ। ତୁମେ ଭରପୁର ହେବା ପାଇଁ ହିଁ ପାଠ ପଢ଼ୁଛ। ଏକଥା ମଧ୍ୟ ଜାଣିଛ ଯିଏ କଳ୍ପ ପୂର୍ବରୁ ଆସିଥିଲେ ସେହିମାନେ ହିଁ ଆସିବେ। ଟିକିଏ ବି ଜ୍ଞାନ ଶୁଣିବା ମାତ୍ରେ ଆସିଯିବେ। ସମସ୍ତେ ଏକାଠି ତ ବାବାଙ୍କୁ ଦେଖିପାରିବେ ନାହିଁ। ତୁମେ ଢେର ପ୍ରଜା ତିଆରି କରୁଛ। ବାବା କ'ଣ ସମସ୍ତଙ୍କୁ ଦେଖିପାରିବେ? ଅଳ୍ପ ବହୁତ ଶୁଣିଲେ ମଧ୍ୟ ପ୍ରଜା ହୋଇଯିବେ। ତୁମେ ଗଣି ବି ପାରିବ ନାହିଁ। ବର୍ତ୍ତମାନ ତୁମ ସହିତ ବାବା ମଧ୍ୟ ସେବାରେ ଉପସ୍ଥିତ ଅଛନ୍ତି। ବାବା ତ ସେବା ବିନା ରହିପାରିବେ ନାହିଁ। ପ୍ରତ୍ୟହ ସକାଳୁ ସେବା କରିବାକୁ ଆସୁଛନ୍ତି। ସତ୍ସଙ୍ଗ ଇତ୍ୟାଦି ମଧ୍ୟ ସକାଳୁ କରିଥାନ୍ତି ନା? ସେ ସମୟରେ ସମସ୍ତଙ୍କୁ ଫୁର୍ସତ ଥାଏ। ବାବା ତ କହୁଛନ୍ତି ତୁମକୁ ଘରୁ ବହୁତ ସକାଳୁ ସକାଳୁ କିମ୍ବା ରାତିରେ ମଧ୍ୟ ଆସିବା ଅନୁଚିତ। କାହିଁକି ନା ଦିନକୁ ଦିନ ଦୁନିଆ ବହୁତ ଖରାପ ହୋଇଯାଉଛି। ସେଥିପାଇଁ ଗଳି ଗଳିରେ ସେଣ୍ଟର ଏପରି ନିକଟରେ ରହିବା ଉଚିତ
ଯାହାଦ୍ୱାରା ଘରୁ ବାହାରି ସେଣ୍ଟରକୁ ଆସିବା ସହଜ ହୋଇଯିବ। ତୁମମାନଙ୍କର ବୃଦ୍ଧି ହୋଇଗଲେ ରାଜଧାନୀ ସ୍ଥାପନ ହେବ। ବାବା ତ ବହୁତ ସହଜ କରି ବୁଝାଉଛନ୍ତି। ଏହି ରାଜଯୋଗ ଦ୍ୱାରା ହିଁ ସ୍ଥାପନା କରୁଛନ୍ତି। ବାକି ସାରା ଦୁନିଆ ରହିବ ହିଁ ନାହିଁ। ପ୍ରଜା ତ କେତେ ଢେର ସଂଖ୍ୟାରେ ହେବେ। ମାଳା ମଧ୍ୟ ତିଆରି ହେବ। ମୁଖ୍ୟତଃ ସେହିମାନେ ଯେଉଁମାନେ ବହୁତଙ୍କର ସେବା କରି ନିଜ ସମାନ କରୁଛନ୍ତି, ସେହିମାନେ ହିଁ ମାଳାର ଦାନା ହେବେ। ଲୋକେ ମାଳା ଗଡ଼ାଉଛନ୍ତି କିନ୍ତୁ ଅର୍ଥ ବୁଝୁନାହାନ୍ତି। ବହୁତ ଗୁରୁ ମଧ୍ୟ ମାଳା ଗଡ଼ାଇବାକୁ ଦେଇଥାନ୍ତି, ଯାହାଦ୍ୱାରା ବୁଦ୍ଧିର ଯୋଗ ସେହିଥିରେ ହିଁ ଲାଗି ରହିବ। କାମ ମହାଶତ୍ରୁ ଅଟେ। ଦିନକୁ ଦିନ ଏହାର ପ୍ରଭାବ ବୃଦ୍ଧି ପାଇବ। ଦିନକୁ ଦିନ ତମ ପ୍ରଧାନ ହୋଇ ଚାଲିଛନ୍ତି। ଏହି ଦୁନିଆ ବହୁତ ବିକାରୀ ଅଟେ। ବାବାଙ୍କୁ ଅନେକ କହୁଛନ୍ତି, ଆମେ ତ ବହୁତ ବିରକ୍ତ ହୋଇଗଲୁଣି, ଜଲ୍ଦି ସତ୍ୟଯୁଗକୁ ନେଇ ଚାଲ। ବାବା କହୁଛନ୍ତି, ଧୈର୍ଯ୍ୟ ଧର, ସ୍ଥାପନା ନିଶ୍ଚୟ ହେବ। ଏହା ବାବାଙ୍କର ଅତିଥି ସତ୍କାର ଅଟେ। ଏହି ଆତିଥ୍ୟ ହିଁ ତୁମକୁ ନେଇଯିବ। ପିଲାମାନଙ୍କୁ ଏକଥା ମଧ୍ୟ କୁହାଯାଇଛି ଯେ ତୁମେ ଆତ୍ମାମାନେ ପରମ ଧାମରୁ ଆସିଛ, ପୁଣି ସେଠାକୁ ଯିବାକୁ ହେବ, ପୁଣି ଅଭିନୟ କରିବାକୁ ଆସିବ। ତେଣୁ ପରମ ଧାମକୁ ମନେ ପକାଇବାକୁ ପଡ଼ିବ। ବାବା ମଧ୍ୟ କହୁଛନ୍ତି, କେବଳ ମୋତେ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ଏହି ସନ୍ଦେଶ ତୁମକୁ ସମସ୍ତଙ୍କୁ ଦେବାକୁ ହେବ ଏବଂ ତୁମ ବ୍ୟତୀତ ଆଉ କେହି ସନ୍ଦେଶଦାତା ନାହାନ୍ତି। ସେମାନେ ତ ଆତ୍ମାମାନଙ୍କୁ ମୁକ୍ତିଧାମରୁ ତଳକୁ ନେଇ ଆସୁଛନ୍ତି, ପୁଣି ସେମାନଙ୍କୁ ସିଡ଼ି ତଳକୁ ଓହ୍ଲାଇବାକୁ ପଡ଼ିବ। ଯେତେବେଳେ ସମସ୍ତେ ପୁରା ତମ ପ୍ରଧାନ ହୋଇଯାନ୍ତି, ସେତେବେଳେ ବାବା ଆସି ସମସ୍ତଙ୍କୁ ସତ୍ତ୍ୱ ପ୍ରଦାନ କରିଦିଅନ୍ତି। ତୁମ କାରଣରୁ ହିଁ ସମସ୍ତଙ୍କୁ ଘରକୁ ଯିବାକୁ ପଡ଼ୁଛି। କାହିଁକି ନା ତୁମକୁ ନୂଆ ଦୁନିଆ ଦରକାର ନା। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ପିଲାମାନଙ୍କର ବହୁତ ନିଶା ରହିବା ଉଚିତ। ଆଚ୍ଛା, ମିଠା ମିଠା ଶିକିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ଏହି ଦେହର ନାମ ରୂପରୁ ନ୍ୟାରା ଅର୍ଥାତ୍ ଅଲଗା ହୋଇ ଦେହୀ ଅଭିମାନୀ ହେବାକୁ ପଡ଼ିବ। ସତ୍‌ଗୁରୁଙ୍କର ନିନ୍ଦା ହେବା ଭଳି କୌଣସି କର୍ମ କରିବାର ନାହିଁ। ଏହି ଦେହର ନାମ ରୂପରୁ ନ୍ୟାରା ଅର୍ଥାତ୍ ଅଲଗା ହୋଇ ଦେହୀ ଅଭିମାନୀ ହେବାକୁ ପଡ଼ିବ। ସତ୍‌ଗୁରୁଙ୍କର ନିନ୍ଦା ହେବା ଭଳି କୌଣସି କର୍ମ କରିବାର ନାହିଁ। ଦ୍ୱିତୀୟ ପଏଣ୍ଟ, ମାଳାର ଦାନା ହେବା ପାଇଁ ବହୁତଙ୍କୁ ନିଜ ସମାନ କରିବାର ସେବା କରିବାକୁ ହେବ। ଆନ୍ତରିକ ଖୁସିରେ ରହିବାକୁ ହେବ ଯେ ଆମେ ରାଜତ୍ୱ ନେବା ପାଇଁ ଈଶ୍ୱରୀୟ ପାଠ ପଢ଼ୁଛୁ। ଏହି ପାଠପଢ଼ା ହେଉଛି ହିଁ ନରରୁ ନାରାୟଣ ହେବା ପାଇଁ। ମାଳାର ଦାନା ହେବା ପାଇଁ ବହୁତଙ୍କୁ ନିଜ ସମାନ କରିବାର ସେବା କରିବାକୁ ହେବ। ଆନ୍ତରିକ ଖୁସିରେ ରହିବାକୁ ହେବ ଯେ ଆମେ ରାଜତ୍ୱ ନେବା ପାଇଁ ଈଶ୍ୱରୀୟ ପାଠ ପଢ଼ୁଛୁ। ଏହି ପାଠପଢ଼ା ହେଉଛି ହିଁ ନରରୁ ନାରାୟଣ ହେବା ପାଇଁ। ବରଦାନ, ନିରନ୍ତର ଯୋଗ ଦ୍ୱାରା ଅବିନାଶୀ ରୋଜଗାର ଜମା କରୁଥିବା ସର୍ବସମ୍ପତ୍ତିର ଅଧିକାରୀ ଭବ। ନିରନ୍ତର ଯୋଗ ଦ୍ୱାରା ଅବିନାଶୀ ରୋଜଗାର ଜମା କରୁଥିବା ସର୍ବସମ୍ପତ୍ତିର ଅଧିକାରୀ ଭବ। ଯଦି ନିରନ୍ତର ଯୋଗ ବା ସ୍ମୃତି ଦ୍ୱାରା ପ୍ରତିପାଦରେ ରୋଜଗାର ଜମା କରି ଚାଲିବ, ତେବେ ସୁଖ, ଶାନ୍ତି, ଆନନ୍ଦ, ପ୍ରେମ ଏହି ସବୁ ସମ୍ପତ୍ତିର ଅଧିକାରର ଅନୁଭବ କରିବାକୁ ଲାଗିବ। କୌଣସି ପ୍ରକାରର କଷ୍ଟ ତୁମକୁ କଷ୍ଟ ଭଳି ଲାଗିବ ନାହିଁ। ତେବେ ସଙ୍ଗମ ଯୁଗରେ ବ୍ରାହ୍ମଣମାନଙ୍କୁ କୌଣସି କଷ୍ଟର ଅନୁଭବ ହୋଇପାରିବ ନାହିଁ। ଯଦିଓ କୌଣସି କଷ୍ଟ ଆସି ବି ଯାଉଛି, ତେବେ ତାହା ବାବାଙ୍କୁ ମନେ ପକାଇ ଦେବା ପାଇଁ ହିଁ ଆସୁଛି। ଯେପରି ଗୋଲାପ ଗଛର କଣ୍ଟା ଫୁଲକୁ ରକ୍ଷା କରିବାର ସାଧନ ହୋଇଥାଏ, ସେହିପରି ଏହିସବୁ କଷ୍ଟ ବା ଦୁଃଖ ଇତ୍ୟାଦି ଆହୁରି ଅଧିକ ବାବାଙ୍କୁ ମନେ ପକାଇବା ପାଇଁ ନିମିତ୍ତ ହୋଇଥାନ୍ତି। ସ୍ଲୋଗାନ, ସ୍ନେହ ସ୍ୱରୂପର ଅନୁଭବ ତ ଶୁଣାଉଛ, ଏବେ ଶକ୍ତି ସ୍ୱରୂପର ଅନୁଭବ ଶୁଣାଅ। ସ୍ନେହ ସ୍ୱରୂପର ଅନୁଭବ ତ ଶୁଣାଉଛ, ଏବେ ଶକ୍ତି ସ୍ୱରୂପର ଅନୁଭବ ଶୁଣାଅ। ଅବ୍ୟକ୍ତ ଇଶାରା, ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର।
ଯେପରି ସାକାରରେ ତୁମେମାନେ ଦେଖିଲ ଯେ ଅନ୍ତିମ କର୍ମାତୀତ ସ୍ଥିତିରେ କେବଳ ଆଶୀର୍ବାଦ ଦେବାର ପାର୍ଟ ହିଁ ଥିଲା, ସନ୍ତୁଳନ ରଖିବାର ବିଶେଷତା ମଧ୍ୟ ଥିଲା ଏବଂ ଆଶୀର୍ବାଦ ଦେବାର ଚମତ୍କାରୀ ମଧ୍ୟ ଥିଲା। ଏହିଭଳି ଫଲୋ ଫାଦର କର। ସହଜ ଏବଂ ଶକ୍ତିଶାଳୀ ସେବା ଏହା ହିଁ ଅଟେ। ଏବେ ବିଶେଷ ଆତ୍ମାମାନଙ୍କର ପାର୍ଟ ହେଲା ସମସ୍ତଙ୍କୁ ବ୍ଲେସିଂ ଅର୍ଥାତ୍ ଆଶୀର୍ବାଦ ଦେବା। ଚାହେ ନୟନ ଦ୍ୱାରା ଦିଅ, ଚାହେ ମସ୍ତକ ମଣି ଦ୍ୱାରା ଦିଅ। ଓମ୍ ଶାନ୍ତି। ଶିବ ଆସିଛନ୍ତି ଧରାଧାମକୁ, ଜ୍ଞାନେ ସଜାଇବେ ଆତ୍ମା ମଣିକୁ। ଶିବ ଆସିଛନ୍ତି ଧରାଧାମକୁ, ସେବା ଧର୍ମ ଆଚରିଲେ ଜ୍ଞାନ ଯୋଗ କରୁଥିଲେ। ସେବା ଧର୍ମ ଆଚରିଲେ ଜ୍ଞାନ ଯୋଗ କରୁଥିଲେ। ସ୍ୱର୍ଗେ ଉଚ୍ଚ ପଦ ଦେବେ, ସ୍ୱର୍ଗେ ଉଚ୍ଚ ପଦ ଦେବେ ଆତ୍ମାକୁ। ଶିବ ଆସିଛନ୍ତି ଧରାଧାମକୁ, ଶିବ ଆସିଛନ୍ତି ଧରାଧାମକୁ। ପିତାମାତା ଅନୁସରି ପୁରୁଷାର୍ଥ ଯିବା କରି, ପିତାମାତା ଅନୁସରି ପୁରୁଷାର୍ଥ ଯିବା କରି। ଯଶ ରହିଥିବ କାଳ, ଯଶ ରହିଥିବ କାଳ କାଳକୁ। ଶିବ ଆସିଛନ୍ତି ଧରାଧାମକୁ, ଶିବ ଆସିଛନ୍ତି ଧରାଧାମକୁ। ଜନ୍ମ ଜନ୍ମାନ୍ତର ପାପ ନାଶିବାରେ ଆମେ ନିଶ୍ଚୟ, ଜନ୍ମ ଜନ୍ମାନ୍ତର ପାପ ନାଶିବାରେ ଆମେ ନିଶ୍ଚୟ। ଘୁରାଇଣ ସ୍ୱଦର୍ଶନ, ଘୁରାଇଣ ସ୍ୱଦର୍ଶନ ଚକ୍ରକୁ। ଶିବ ଆସିଛନ୍ତି ଧରାଧାମକୁ, ଶିବ ଆସିଛନ୍ତି ଧରାଧାମକୁ। ବୈରାଗ୍ୟ ବୃତ୍ତିକୁ ଧରି ସାଧାରଣ ଭାବେ ଜୀଇ, ବୈରାଗ୍ୟ ବୃତ୍ତିକୁ ଧରି ସାଧାରଣ ଭାବେ ଜୀଇ। ସମ୍ପୂର୍ଣ୍ଣ ପୂତ କରିବା, ସମ୍ପୂର୍ଣ୍ଣ ପୂତ କରିବା ନିଜକୁ। ଶିବ ଆସିଛନ୍ତି ଧରାଧାମକୁ, ସଫଳତା ମୂର୍ତ୍ତ ହେବା ନିଜେ ବଦଳିଣ ଯିବା। ସଫଳତା ମୂର୍ତ୍ତ ହେବା ନିଜେ ବଦଳିଣ ଯିବା। ନିର୍ବିଘ୍ନ ଆତ୍ମା ହୋଇବା, ନିର୍ବିଘ୍ନ ଆତ୍ମା ହୋଇବା ସତ୍ୟକୁ। ଶିବ ଆସିଛନ୍ତି ଧରାଧାମକୁ, ଶିବ ଆସିଛନ୍ତି ଧରାଧାମକୁ। ଜ୍ଞାନେ ସଜାଇବେ ଆତ୍ମା ମଣିକୁ। ଶିବ ଆସିଛନ୍ତି ଧରାଧାମକୁ।